ଓ ଗୁରୁମାବୃନ୍ଦ, ଏଠାରେ ଥିବା ଛୋଟ ବଡ଼ ଭାଇ ଭଉଣୀମାନଙ୍କୁ ମୋର ସ୍ନେହ। ମୋତେ ସୋସିଆଲ ମିଡ଼ିଆ ବିଷୟରେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ମୋର କିଛି ତ୍ରୁଟି ଥିଲେ ତ୍ରୁଟି ମୋଚନ କରିବେ। ସୋସିଆଲ ମିଡ଼ିଆ ହେଉଛି ଏକ କମ୍ପ୍ୟୁଟର ଆଧାରିତ ଟେକ୍ନୋଲୋଜିକୁ ବୁଝାଉଥିବା ଶବ୍ଦ। ସମାଜରେ ରହୁଥିବା ପ୍ରତ୍ୟେକ ମନୁଷ୍ୟ ସାମାଜିକ ଗଣମାଧ୍ୟମ ଦ୍ୱାରା ସୂଚନା ବାଣ୍ଟି ପାରିଥାନ୍ତି। ସମାଜରେ ରହୁଥିବା ସାମାଜିକ ଗଣମାଧ୍ୟମ କମ୍ପ୍ୟୁଟର ଇଣ୍ଟରନେଟ୍ ଆଧାରିତ। ଯେପରି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଥାଏ, ସେହିପରି ସୋସିଆଲ ମିଡ଼ିଆର ଦୁଇଟି ପାର୍ଶ୍ୱ ଅଛି। ସୋସିଆଲ ମିଡ଼ିଆ ଭଲ, ଯେତିକି ଭଲ ସେତିକି ଖରାପ ମଧ୍ୟ। ସୋସିଆଲ ମିଡ଼ିଆକୁ ଯିଏ ଭଲ ଭାବରେ ବ୍ୟବହାର କଲା ତାହା ପାଇଁ ଭଗବାନ, ଓ ଯିଏ ତାକୁ ଖରାପ ଭାବରେ ବ୍ୟବହାର କଲା ତାହା ପାଇଁ ଦାନବ। ଶିକ୍ଷା ପାଇଁ ଏକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସୋସିଆଲ ମିଡ଼ିଆ। ସୋସିଆଲ ମିଡ଼ିଆ ଦ୍ୱାରା ଛାତ୍ରମାନେ ଶିଖିପାରନ୍ତି ଓ ଜାଣିପାରିଥାନ୍ତି। ଯେହେତୁ ଅଧିକରୁ ଅଧିକ ଲୋକ ଖବରକାଗଜ ଠାରୁ ଦୂରେଇ ଯାଉଛନ୍ତି, ସେମାନେ ଖବର ପାଇଁ ସୋସିଆଲ ମିଡ଼ିଆ ଉପରେ ନିର୍ଭର କରିଥାନ୍ତି। ସୋସିଆଲ ମିଡ଼ିଆ ଦ୍ୱାରା ଆମେ ଦୁନିଆର କୌଣସି ବି ଘଟଣା ଗୁଡ଼ିକୁ ଅଦ୍ୟତନ ହୋଇପାରିବା। ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆ ବ୍ୟବହାର କରି ଦୁନିଆର ସମସ୍ତ ସମସ୍ୟା ଗୁଡ଼ିକୁ ଜାଣି ସଚେତନ ହୋଇପାରିବ। ସୋସିଆଲ ମିଡ଼ିଆ ଦ୍ୱାରା ଆମେ ନିଜର ଟ୍ୟାଲେଣ୍ଟ ବା କଳାକୁ ଦର୍ଶାଇ ପାରିବା। ସୋସିଆଲ ମିଡ଼ିଆ ରୋଜଗାର ପାଇଁ ଏକ ବଡ଼ ସୁଯୋଗ। ହ୍ୱାଟ୍ସଆପ୍ ମାଧ୍ୟମରେ ଆମେ ପୃଥିବୀର ଯେକୌଣସି ସ୍ଥାନରେ ରହି ମଧ୍ୟ ଆମେ ନିଜ ପରସ୍ପରକୁ ଦେଖିପାରି କଥାବାର୍ତ୍ତା ହୋଇପାରିଥାଉ। ଏହିପରି ଅନ୍ୟାନ୍ୟ ସୁବିଧା ସହ ମଧ୍ୟ ସୋସିଆଲ ମିଡ଼ିଆ ସମାଜରେ ଏକ କ୍ଷତିକାରକ ଉପାଦାନ ଭାବରେ ପରିଗଣିତ ହୋଇଛି। ସୋସିଆଲ ମିଡ଼ିଆରେ ଘଟୁଥିବା ଅତ୍ୟଧିକ ପିଲାମାନଙ୍କୁ ଶିକାରୀ ବା ହ୍ୟାକରଙ୍କ ଟାର୍ଗେଟ ହେବାକୁ ପଡ଼ିଥାଏ। ଆମେ ଭାବୁଛନ୍ତି ଯେ ଆମର ଇନଷ୍ଟାଗ୍ରାମ, ଫେସବୁକ୍ ଇତ୍ୟାଦିରେ ଆମ ଫଲୋଅର୍ସ ଅଧିକ ହେଲେ ଆମେ ଖୁସି ହେଉଛନ୍ତି, କିନ୍ତୁ ତାହା ନୁହେଁ। ବରଂ ଆମର ଯେତେ ଫଲୋଅର୍ସ ଅଧିକ ହେଉଛି, ଆମ ନିଜସ୍ୱ ଡାଟା ଲୋକମାନଙ୍କ ଆଗରେ ପ୍ରଦର୍ଶିତ ହେଉଛି। ନିଶ୍ଚିତ ସୋସିଆଲ ମିଡ଼ିଆ ଉଭୟ ଦାନବ ଏବଂ ଭଗବାନ। ଶେଷରେ ଏହା ଉପଭୋକ୍ତା ଉପରେ ନିର୍ଭର କରିଥାଏ। ତେଣୁ ଆମେ ସନ୍ତୁଳନ ସହ ସାନ୍ତ୍ୱନାଜନକ ଜୀବନଯାପନ କରିବାକୁ ଚେଷ୍ଟା କରିବା। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି।